ପୂର୍ବପୁରୁଷମାନେ କହି ଯାଇଥିବା କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ। ନମ୍ବର 1, କେବଳ ଠାକୁର ଘର ଛଡ଼ା ଅନ୍ୟ ଘରେ ମହାଭାରତ ବହି ବା ମହାଭାରତ ଯୁଦ୍ଧର ଫଟୋ ରଖନ୍ତୁ ନାହିଁ। ନମ୍ବର 2, ପ୍ରତିଦିନ ସକାଳେ ନିଦରୁ ଉଠିବା ପରେ ଅଳ୍ପ କଞ୍ଚା କ୍ଷୀରରେ ଫାଳେ ଲେମ୍ବୁ ଚୁପୁଡ଼ିକି ମୁହଁରେ 1 ମାସ ଲଗାନ୍ତୁ। ଦେଖିବେ ଆପଣଙ୍କର ମୁହଁରେ ସୁନ୍ଦରତା ବୃଦ୍ଧି ପାଇବ। ନମ୍ବର 3, ସନ୍ତାନ ପ୍ରାପ୍ତି ହେବାର 1 ବର୍ଷ ପର୍ଯ୍ୟନ୍ତ ମାଆମାନେ 3ଟି ଦ୍ରବ୍ୟ ଖାଇବା ଅନୁଚିତ। ସେଗୁଡ଼ିକ ହେଲା 1ରେ ପଣସ, 2ରେ ଶୁଖୁଆ, 3ରେ ତାଳ। ଏହି କଥା ମନେ ରଖିବେ। ନମ୍ବର 4, ମୁହଁରେ ବ୍ରଣ ହେଉଥିଲେ ଡାଲଚିନି ଗୁଣ୍ଡରେ ମହୁ ମିଶାଇ ମୁହଁରେ ଲଗାନ୍ତୁ। ଦେଖିବେ 8 ଦିନ ପରେ ଏହି ଦାଗ ସବୁ ଲିଭି ଯାଇଥିବ। ନମ୍ବର 5, ମୁହଁରେ କଳା ଦାଗ ଥିଲେ ଶିମୁଳି ଗଛର କଣ୍ଟାକୁ ଗାଈର କଞ୍ଚା କ୍ଷୀରରେ ବାଟି 15 ଦିନ ମୁହଁରେ ଲଗାନ୍ତୁ ଏବଂ ଅରଖ ଗଛର କ୍ଷୀର ସହିତ ହଳଦୀ ବାଟି ମୁହଁରେ ଲଗାଇଲେ ଦାଗ ସବୁ ଲିଭି ଯାଇଥାଏ। ନମ୍ବର 6, ଦୋକାନ ଦ୍ୱାର ମୁହଁରେ ଗୋଟିଏ ସ୍ୱସ୍ତିକ ଚିହ୍ନ ଅଙ୍କନ କରନ୍ତୁ। ଏହା ଅନେକ ଶୁଭଫଳ ପ୍ରଦାନ କରେ। ନମ୍ବର 7, ନିଦରୁ ଉଠି ସାରିବା ପରେ ଯଦି ଆପଣଙ୍କୁ ଥକା ଅନୁଭବ ହେଉଥାଏ ତେବେ ଆପଣ ଜାଣି ରଖନ୍ତୁ ଯେ ଆପଣଙ୍କ ଶରୀରରେ ପାଣିର ଅଭାବ ହୋଇଥାଇପାରେ। ସେଥିପାଇଁ ନିଦରୁ ଉଠିବା ପରେ ନିହାତି ଭାବରେ ପାଣି ପିଅନ୍ତୁ। ନମ୍ବର 8, ଆପଣ ନିୟମିତ ରୂପରେ ପାଳଙ୍ଗ ଶାଗ ସେବନ କରନ୍ତୁ। ଏହାଦ୍ୱାରା ଶରୀରରେ କେବେ ବି ରକ୍ତର କମି ରହିନଥାଏ। ଆପଣ ପାଳଙ୍ଗ ପନିର ସେବନ କରନ୍ତୁ। ପାଳଙ୍ଗରେ ପ୍ରଚୁର ପରିମାଣରେ ଆଇରନ୍ ଥାଏ। ଏହା ଆମ ଶରୀର ପାଇଁ ବହୁତ ଭଲ ହୋଇଥାଏ। ନମ୍ବର 9, ଯଦି ଆପଣଙ୍କର ଶ୍ୱାସ ରୋଗ ହୋଇଥାଏ ତାହେଲେ ଲେମ୍ବୁ ଆଣି ଚିପୁଡ଼ି ଗୋଟିଏ କାଚ ଜାରରେ ଅଧା ଜାର କରି ରଖନ୍ତୁ ଏବଂ ସେଥିରେ ଗୋଟିଏ ଦେଶୀ ଅଣ୍ଡା 15 ଦିନ ପର୍ଯ୍ୟନ୍ତ ବୁଡ଼ାଇ ରଖନ୍ତୁ। ପ୍ରତିଦିନ ସକାଳୁ ଖାଲି ପେଟରେ ଏହାକୁ ଖାଆନ୍ତୁ। ଦେଖିବେ ଶ୍ୱାସରୋଗ ସମ୍ପୂର୍ଣ୍ଣ କମିଯିବ। ନମ୍ବର 10, ସପ୍ତାହକୁ ଗୋଟିଏ ଦିନ ଲିମ୍ବଦାନ୍ତ କାଠିରେ ଦାନ୍ତ ଘଷିବା ଦ୍ୱାରା ଦାନ୍ତରେ ଜମିଥିବା ବ୍ୟାକ୍ଟେରିଆ ସଫା ହୋଇଥାଏ। ନମ୍ବର 11, ଆପଣ ସପ୍ତାହରେ 3 ଦିନ କଞ୍ଚା ହଳଦୀକୁ ଗୁଣ୍ଡ କରି ଗାଧୋଇବା ପୂର୍ବରୁ 15 ମିନିଟ୍ ଚେହେରାରେ ମାଲିସ କରନ୍ତୁ। ଏହା ଚେହେରାର ଚମକ ବଢ଼ାଇଥାଏ ଏବଂ ରଙ୍ଗକୁ ସଫା କରିଥାଏ। ନମ୍ବର 12, ଭୋଜନ କରିବାର ଠିକ୍ 30 ମିନିଟ୍ ପୂର୍ବରୁ ଏବଂ ଖାଇବାର 30 ମିନିଟ୍ ପରେ ପାଣି ପିଇ ନିଅନ୍ତୁ। ଜଲ୍ଦି ଏହା ଖାଦ୍ୟକୁ ହଜମ କରାଇଥାଏ। ନମ୍ବର 13, ନିମ୍ବପତ୍ର ଏବଂ କଞ୍ଚା ହଳଦୀକୁ ପାଣିରେ ଫୁଟାଇ ସେହି ପାଣିରେ ଆପଣ ଗାଧୋଇଲେ ଶରୀରର ଝାଳ ଦୁର୍ଗନ୍ଧ ସବୁ ଦୂର ହୋଇଯାଇଥାଏ। ନମ୍ବର 14, ନିୟମିତ 15 ଦିନ ଯଦି ପାଣି କଖାରୁର ରସକୁ ତ୍ୱଚାରେ ଲଗାଇବେ ଏହା ଚେହେରାର ସବୁ ଦାଗକୁ ଦୂର କରିଥାଏ। ନମ୍ବର 15, ରୋଷେଇ ଘର ଏବଂ ଠାକୁରଙ୍କ ଘରେ ଶୋଇବା ଉଚିତ ନୁହେଁ। ଯଦି ରହିବା ଘର ଏବଂ ଶୋଇବା ଘର ଗୋଟିଏ ଥାଏ ତେବେ ଠାକୁରଙ୍କୁ ପରଦା ପକାଇ ରଖିବା ଉଚିତ। ଏହା ଘର ପାଇଁ ବହୁତ ମଙ୍ଗଳ ହୋଇଥାଏ। ଭିଡ଼ିଓଟିର ଆଗକୁ ଯିବା ପୂର୍ବରୁ ମୁଁ କଟକରୁ କହୁଛି ଆଉ ଆପଣମାନେ କେଉଁଠୁ କହୁଛନ୍ତି ମୋତେ କମେଣ୍ଟ କରି ଜଣାଇବେ। ନମ୍ବର 16, ଖାଦ୍ୟ ଖାଇବା ସମୟରେ ପାଟି କରି ବା କଥାବାର୍ତ୍ତା କରି ଖାଇବା ଉଚିତ ନୁହେଁ। ଖାଇବା ଚୁପ୍ ରହି ଶାନ୍ତ ମନରେ ଖାଇବା ଉଚିତ। ନମ୍ବର 17, ପ୍ରତିଦିନ ଖାଲି ପେଟରେ ସକାଳେ 2ଟି ଗୋଲମରିଚ ଖାଇବା ଦ୍ୱାରା ଦୃଷ୍ଟିଶକ୍ତି ବଢ଼ିଥାଏ। ନମ୍ବର 18, ପେଟ ଗରମ ହୋଇଥିଲେ ହଳଦିଆ ରଙ୍ଗର ପରିସ୍ରା ହୋଇଥାଏ। ଏହାକୁ ଭଲ କରିବା ପାଇଁ ରାତିରେ ପାଣି ସହିତ ମିଶ୍ରି ପକାଇ ସକାଳୁ ଉଠି ସେହି ପାଣି ଛାଣିକି ପିଇବା ଉଚିତ। ନମ୍ବର 19, କେବେ ବି ଅନ୍ୟ କାହାର ଘଡ଼ି ମାଗିକି ନିଜେ ବ୍ୟବହାର କରିବା ଉଚିତ ନୁହେଁ। ଏହା ଅମଙ୍ଗଳକାରୀ ହୋଇଥାଏ ଏବଂ ତାଙ୍କର ଯାହା ସବୁ ଖରାପ ସମୟ ଥାଏ ଆମକୁ ଭୋଗିବାକୁ ପଡ଼ିପାରେ। ତେଣୁ ଆପଣମାନେ ଏହି କଥାକୁ ମନେ ରଖିବେ। ନମ୍ବର 20, ଘରେ ହଳଦୀ ଗଛ ଲଗାଇବା ଦ୍ୱାରା ଶୁଭ ଏବଂ ମଙ୍ଗଳକାରୀ ହୋଇଥାଏ। ତାହା ସହିତ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ। ନମ୍ବର 21, ଘରେ କେବେ ବି ଭାଙ୍ଗି ଯାଇଥିବା ଜିନିଷ କିମ୍ବା ଅଦରକାରୀ ଜିନିଷ ଏବଂ ଭଙ୍ଗା କାଚ ଜିନିଷ ଇତ୍ୟାଦି ରଖିବା ଉଚିତ ନୁହେଁ। ଏହାଦ୍ୱାରା ଘରେ ବାସ୍ତୁଦୋଷ ଦେଖାଦେଇଥାଏ। ନମ୍ବର 22, ଘରର ଦକ୍ଷିଣ ପୂର୍ବ ଦିଗକୁ ସ୍ୱଚ୍ଛ ରଖିବା ଉଚିତ। ଅଳିଆ କରିବା ଜମା ବି ଉଚିତ ନୁହେଁ କାରଣ ଏମିତି କଲେ ଆୟଠାରୁ ବ୍ୟୟ ଅଧିକ କରିଥାଏ। ନମ୍ବର 23, ଯଦି ବହୁତ ପରିଶ୍ରମ କରିବା ପରେ ବି ପରିଶ୍ରମର ଫଳ ମିଳୁନଥାଏ ତେବେ ଆପଣମାନେ ଖଣ୍ଡିଏ ଧଳା କପଡ଼ାରେ କିଛି ଅରୁଆ ଚାଉଳ ଏବଂ ଗୋଟିଏ ଗୁଆ ବାନ୍ଧି କୌଣସି ମନ୍ଦିରରେ ରଖିବା ଦ୍ୱାରା ମଙ୍ଗଳ ହୋଇଥାଏ ଆଉ ସବୁ ଅସୁବିଧା ଜଲ୍ଦି ଦୂର ହୋଇଯାଇଥାଏ।
नंबर 24 सबुबले रोषे घरे बसी भोजन करने उचित। यह शुभ होता है। ता सहित राहु एवं केतु ग्रहंकर खराब प्रभाव पड़ न थाए। नंबर 25 मैदार तैयारी होतिबा खाद्य कम खातु कहीं मैदा देहपाई अधिक क्षतिकारक होता है। विशेषकर छुआ मानक मैदा तैयारी खाद्य खाइबा को दिंतु नहीं। से मानक एही सबुरु दूरे रखंतु। नंबर 26 मोटापार मुख्य कारण होउची तेल एवं मीठा जातीय खाद्य। यही खाद्य शरीर चर्बी अंश को बढ़ाई थाए। तेणु आपण माने एही खाद्य को यथा संभव कम खातु। नंबर 27 रंधा नड़िया तेल सहित राशि तेल मिसाई चुटी रे मालिश करने द्वारा चुटी भल पड़ी थाए। ता सहित मजबूत मध्य रही थाए। नंबर 28 पाद दरज होतिले सोरिष तेल हल्का गरम करी मालिश करने द्वारा पाद दरज शीघ्र ठीक हो जाए। नंबर 29 खाद्य अधिक गरम थिले खातु नहीं। गरम खाद्य खाइले हार्टर बेमारी होता है। आपण खाद्य को अल्प ठंडा करी खाइबा उचित। यह आम शरीर पाई बहुत भल होता है। नंबर 30 डाली भितर सबुठ भल डाली हेउची कोलथ डाली। यह को खाइले पेट समस्या होई न थाए। पेट जनित समस्या थिले आपण कोलथ डाली निहाती खातु। देखिबे सब किछि ठीक हो जिवो। नंबर 31 गुड़ खाइबा द्वारा सुगार रोग होई न थाए। सुगार थिबा लोक माने चीनी बदल रे गुड़ खाइबा उचित। नंबर 32 खाइबा संगे संगे तुरंत पानी पीबा उचित नुह। यह द्वारा पेट जनित समस्या देखा देई थाए एवं बदहजमी होता है। तेणु आपण माने चेष्टा करंतु खाइबार अध घंटा पूर्वरु किंबा खाइबार अध घंटा परे पानी पीया पाई। नंबर 33 प्रतिदिन सकाळु उठिबा परे बासी पानी निहाती भावरे पीबा उचित। जहा फल रे किडनी परिष्कार रही थाए एवं रक्त सफा रही थाए। नंबर 34 शरीर सबुबले कुंडई होतिले आपण गाधेबा पूर्व निश्चय नड़िया तेल लगांतु। ता सहित शरीर रे हलदी एवं लिंब पत्र को ग्राइंडिंग करी देहरे लगेले किछि समय खरारे बसिकी तापरे गाधंतु। देखिबे देह हाथ कुंडई हेबा बंद होई जिवो। नंबर 35 पाचिला अमृतभंडा एवं टमाटो को मिसई ग्राइंडिंग करी सेथिरे महू मिसई त्वचारे लगांतु। यह त्वचार रंग सफा करे एवं कला दाग दूर करी थाए। नंबर 36 शरीर रे जदि अधिक जंत्रणा हेउथाए ताहाले क्षीर रे अल्प हलदी मिसई फुटेई पियंतु। यह शरीर जंत्रणारु आराम देई थाए। नंबर 37 चेहरार सबु दाग को दूर करिया हेले आपण बेसन एवं हलदी सहित लेंबू रस मिसई लगांतु। यह चेहरार दाग दूर करने सहित मुह को मध्य सफा रंग करि देई थाए। नंबर 38 शीत दिन रे सबु प्रकारर साग खाइबा को चेष्टा करंतु। किंतु पालंग साग निहाती खांतु कारण पालंग साग रे आयरन अधिक रही थाए। नंबर 39 पेटर चर्बी को कम करिया हेले 3 मास लगातार सकाळु सकाळु जीरा पानी पियंतु एवं सकाळु सकाळु चलंतु। यह द्वारा 3 मास मध्य पेटर चर्बी सब दूर हो जाई थाए। नंबर 40 दांत जदि हलदिया रंग हो जाइछि यह बहुत दिन हला रहिलानी आपण या को ठीक करिया हेले दांत रे कोयला किंबा लेंबू रस लूण रे देकी घसंतु। देखिबे दांत पूरा चकाचक हो जिवो। आपण मानकु जदि मो वीडियोटी भल लगुथाए ताहाले लाइक कमेंट आउ शेयर करिया को जमा भी भूलिबेनी। आउ जदि आपण माने मो चैनल को नुआ आछंती गोटे सब्सक्राइब निहाती करिदेबे। जय जगन्नाथ।